ଭୟକୁ ନ ଛାଡ଼ି ନା ଜୀବ ନିଜକୁ ଚିହ୍ନି ପାରିବ ନା ପରମଙ୍କୁ ଚିହ୍ନି ପାରିବ ନା ଜୀବ ପରମର ଭେଟାଇ ପାରିବ। ଆପଣ ମାନେ ଶ୍ରୀରାମଚରିତ ମାନସରେ ଗୋଟେ ସୁନ୍ଦର ପଦ ଶୁଣିଥିବେ, ଯେତେବେଳେ ଋଷ୍ୟମୁଖ ପର୍ବତ ଉପରେ ଦଣ୍ଡାୟମାନ ଅଛନ୍ତି ବାନର କେଶରୀ ସୁଗ୍ରୀବ। ସୁଗ୍ରୀବ ପର୍ବତ ଉପରେ ଠିଆ ହୋଇ ଦେଖୁଛି ପର୍ବତର ପାଦ ଦେଶରେ ଦଣ୍ଡାୟମାନ ଅଛନ୍ତି ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର। ପାଖରେ ଅଛନ୍ତି ଅନୁଜ ଲକ୍ଷ୍ମଣ। ତଥାପି ସେ ଭୟ କହୁଛି କିଏ ଦି ଜଣ ଆସିଛନ୍ତି, କାଣ୍ଡ କୋଦଣ୍ଡ ଧରିଛନ୍ତି, କାଳେ ଇଏ ମୋର କିଛି କ୍ଷତି କରି ପକେଇବେ, କାଳେ ବାଳି ପଠେଇ ଦେଲା କି। ସେଥିପାଇଁ ହନୁମାନଙ୍କୁ କଣ କହୁଛି, ନତିଶ ଭିତ କହ ତୁନ ହନୁମାନ ପୁରୁଷ ଯୁଗଳ ବୁଦ୍ଧି ନିଦାନ। ତେଣୁ ଅତୀତ ଭିତ ଭାରି ଜୀବ ଭାରି ଭୟରେ ଏ ଭୟକୁ ଛାଡ ନିର୍ଭୟ। ଗୋଟେ ସୁନ୍ଦର କାହାଣୀଟିଏ କହୁଛି ଶୁଣ। ଦିନେ ଜଣେ ଋଷି ତାଙ୍କ ଆଶ୍ରମରେ ଦେଖିଲେ ତାଙ୍କ ଆଶ୍ରମରେ ଥିବା ମୂଷାଟା ଭାରି ଭୟରେ ଅଛି। ମନ ତୋର ଭାରି ଅସ୍ଥିର, ଭାରି ଚଙ୍ଗଚଙ୍ଗ ହଉଛି। ପଚାରିଲେ ରେ ମୂଷା ତୋର କଣ ହେଇଛି, ତୁ କେମିତି ଚଙ୍ଗଚଙ୍ଗ ହଉଛୁ, ଭୟରେ ଅଛୁ, କଣ ହେଇଛି କହ। ମୂଷା କହିଲା, ଗୁରୁଦେବ ଆପଣଙ୍କ ଆଶ୍ରମ ଯୋଉ ବିଲେଇଟା ଅଛି ସେ ମତେ ଗୋଡଉଛି, ସେଥିପାଇଁ ମୋ ମନ ଭାରି ଭୟରେ। ଋଷି କହିଲେ ଇ ଗୋଟେ କଥା। ସାଙ୍ଗେ ସାଙ୍ଗେ ମନ୍ତ୍ର ଫୁଙ୍କି ଦେଲେ, ମୂଷା ବିଲେଇ ଆଜିଠାରୁ ତୁ ବିଲେଇ। କିଛି ଦିନ ପଳେଇଲା, ପୁଣି ମୂଷା ମନରେ ଭୟ। ପଚାରିଲେ ମୂଷା ପୁଣି କଣ ହେଲା, ତୁ କଣ ପୁଣି ଭୟରେ ଅଛୁ। ନା ଗୁରୁଦେବ ଏଟା ତ ଜଙ୍ଗଲ ପାଖିଆ ଆଶ୍ରମଟା, ବେଳେ ବେଳେ ଏଠିକି ଫେଟା ବାଗୁଡାକ ଆସୁଛନ୍ତି, ବିଲେଇକୁ ଗୋଡଉଛନ୍ତି, କାଳେ ମୋର କିଛି କ୍ଷତି କରିବେ କି, କାଳେ ମତେ କାମୁଡି ପକେଇବେ କି। ସେଥିପାଇଁ ମନ ଭାରି ଭୟରେ। ଏଇ ଗୋଟେ କଥା, ଆଜିଠାରୁ ତୁ ଫେଟା ବାଘ ହେଇଯା। କଥା ବଦଳି ଗଲା। ପୁଣି କିଛି ଦିନ ଗଲା, ପୁଣି ମୂଷା ମନର ଭୟ, ସୁଖର ଟିକେ ଆଭାସ ନାହିଁ। କହିଲେ ରେ ମୂଷା ପୁଣି କଣ ହେଲା, ମୁଁ ତତେ ହେଟା ବାଘ କରିଦେଲି। ନା ଗୁରୁଦେବ ମୁଁ ଦିନେ ଦେଖିଲି ଗୋଟେ ହେଟା ବାଘଟାକୁ ଗୋଟେ ସିଂହ ଜଙ୍ଗଲ ଭିତରେ ଗୋଡଉଥିଲା, ତାକୁ ମାରିବା ପାଇଁ ଗୋଡଉଥିଲା, ଝାମ୍ପୁଡି ପକଉଥିଲା, ତା ନଖରେ ଟାଣି ପକଉଥିଲା। ମୁଁ ବି ତ ତା ଆଖିକୁ ହେଟା ବାଘ ଭଳି ଦେଖାଯିବି, ସିଏ ଯଦି ମତେ ବି ମାରି ଖାଇଦବ। ଋଷି କହିଲେ ଆଷ୍ଟର ତୁ ସିଂହ ହେଇଯାଉ। ପୁଣି କିଛି ଦିନ ପଳେଇଲା, ପୁଣି ମୂଷା ମନର ଭୟ, ସୁଖର ଆଭାସ ନାହିଁ, ଭାରି ଭୟରେ ଅଛି। କହିଲେ ରେ ମୂଷା ତୁ ପ୍ରଥମେ ଛୋଟିଆ ମୂଷାଟିଏ ଥିଲୁ, ମୁଁ ତତେ ତାପରେ ବିଲେଇ କଲି, ତାପରେ ହେଟା ବାଘ କଲି, ତାପରେ ଜଙ୍ଗଲର ରାଜା ସିଂହ କରିଦେଲି, ତୁ ପୁଣି କାଇଁ ଭୟରେ ଅଛୁ। ମୂଷା କହିଲା ଗୁରୁଦେବ ଆପଣ ସିନା ମତେ ସିଂହ କରିଦେଲେ, ମୁଁ ଦିନେ ଦେଖିଲି ଗୋଟେ ସିଂହଟା ଜଙ୍ଗଲରେ ବୁଲୁଥିଲା, ଗୋଟେ ଶିକାରୀ ଦୋନଳି ବନ୍ଧୁକରେ ଠୋକେ ପକେଇଥିଲା ଯେ ସିଏ ଉଲ୍ଟି ତା
ସିଂହ ଭଳି ଦେଖାଯିବି, ସିଏ ଯଦି ମତେ ଗୁଳି ମାରିଦବ। ଗୁରୁ କହିଲେ ପୁନର୍ମୂଷିକ ଭାବ। ଆରେ ତୁ ପୁଣି ଥରେ ମୂଷା ହେଇଯା ସେଇ ଗାତରେ। ଆରେ ଭୟଟା ତ ଭିତରେ ଅଛି। ମୁଁ ତତେ ଯେତେ ଯା କଲେ କଣ ହବ? ମୁଁ ତତେ ମୂଷାରୁ ସିଂହ କଲି, ହେଲେ ତୋ ଭିତରୁ ଭୟ ଯାଉ। ତେଣୁ ହେ ମୋର ବାପା ମାନେ, ମା ମାନେ, ଆମେ ସମସ୍ତେ ଭୟରେ ବଞ୍ଚୁଛେ। ପ୍ରଶ୍ନଟିଏ ଆସିବ, ଆମେ ମାନେ କାହିଁକି ଦୁଃଖୀ? ଉତ୍ତର କଣ ରହିବ? ନା ଆମେ ସଦା ସର୍ବଦା ଭୟରେ ବଞ୍ଚୁଛେ। ଭୟରେ କଣ ବଞ୍ଚୁଛେ? ନା ଆମକୁ ସବୁ ପ୍ରକାର, ଆମକୁ ମରଣର ଭୟ, ଆମକୁ ପରିବାର ପ୍ରତିପୋଷଣ କରିବାର ଭୟ, ଆମକୁ ବଞ୍ଚିବାର ଭୟ, ଆମକୁ ସବୁ ପ୍ରକାର ଦୋକାନ ଖୋଲିଦେଲେ ଖାଲି ଗରାଖ ପଳେଇ ଆସିବେ ବୋଲି ଗ୍ୟାରେଣ୍ଟି ନାହିଁ। ସେଥିପାଇଁ ଧୂପ ଦେଲାବେଳେ ପ୍ରାର୍ଥନା, ହେ ପ୍ରଭୁ ଆଜି ଟିକେ ଗରାଖ ପଠା। ଡାକ୍ତର କାନରେ ଷ୍ଟେଥୋ ଲଗେଇ ଦେଇ ବସିଯିବେ, କହିବେ ମହାପ୍ରଭୁ ଆଜି ଟିକେ ରୋଗୀ ସଂଖ୍ୟା ବଢି ଯାଆନ୍ତାନି, ଯେତେ ପ୍ରେସକ୍ରିପସନ ଲେଖିବି ସେତେ 500 ପଛେ ଆପଣଙ୍କ ପାଇଁ 2ଟା ସିମେଣ୍ଟ ପଠେଇବି। ଥଟ୍ଟା କରୁନି, ଏହା ଆମର ଚରିତ୍ର। ଆମ ସମସ୍ତ କାରଣ ଆମେ କେବଳ ନିଜ ପାଇଁ ଯେତେ ପାଉଛୁ କହିଲେ ଆହୁରି ଭାଗବତ କହିଲେ ଗୋଟିଏ ଶବ୍ଦ, ପରିଗ୍ରହ। ଯେତେବେଳେ ପରିଗ୍ରହଣ କରିବା, ଆମେ ଖାଲି ସମସ୍ତେ ପରିଗ୍ରହଣ କରିବା ଲାଗି ଯେତେ ଖାଲି ଆପରି ବସିବୁ, ଯେତେ ଆପରିବୁ ସେତେ ଅଧିକ ଧନ ହବ, ସେତେ ସୁଖ ହବ ବୋଲି ଏ ମନ ବିଚାର। କିନ୍ତୁ କହିଲେ କଣ ହେଲା? ମାମୁଁ ଘରେ ଗୋଟେ ଗାଈ, ରାତି ପାଇଲେ ଗୋଟେ ନାହିଁ, ସକାଳ ହେଲା ବେଳକୁ ଯଥା ପୂର୍ବଂ ତଥା ପାପମ୍। ତେଣୁ ଆମେ ମାନେ ଦୁଃଖୀ, କାରଣ ଆମେ ସଦା ସର୍ବଦା ଭୟରେ ବଞ୍ଚୁଛେ। ଆଚ୍ଛା ନିର୍ଭୟ କିଏ? କାହାର ଭୟ ନାହିଁ? ନିର୍ଭୟ କିଏ? ଠାକୁର ମୋର ଶ୍ରୀ ଶ୍ରୀ ନିଗମାନନ୍ଦ ବଡ଼ ସୁନ୍ଦର ପଦ ଲେଖିଲେ, জীবনে যে পরিসা অছো ঠাকুর মরণ দুয়ারে মোর ধরিব কর। হে ঠাকুর সারা জীবন মতে সাহা হইছ, ହେଲେ ମରଣ ଦୁଆରରେ ଯେତେବେଳେ ମୋ ପ୍ରାଣ ପକ୍ଷୀଟା ଉଡି ଉଡି ଚାଲି ଯାଉଥିବ, ଯେତେବେଳେ ଯମଦୂତ ମାନେ ମତେ ଚାରିପଟରୁ ଘେରିଥିବେ, ଯେତେବେଳେ ମୁଁ ଏ ଧାମ ଛାଡି ଆଉ ଧାମକୁ ଯାଉଥିବି, ପ୍ରଭୁ ହେ ଠାକୁରେ ମୋ ହାତଟିକୁ ଛାଡିବନି, ପ୍ରଭୁ ମୋ ହାତଟିକୁ ଧରିଥିବ। জীবনে যেপরি অছো ঠাকুর মরণ দুয়ারে মোর হরিব কর। কাহিকি না পিতা ধরিছিলে পুত্র, পিতা ধরিଥିଲେ পুত্র নির্ভয়ে চলে মরণ দেব ঠাকুর মরণ কালী, শরণ দেব ঠাকুর মরণ কালী। জীবনে যে পরি
ତାହା ଅଛ ଠାକୁର ମରଣ ଦୁଆରେ ମୋର ଧରିବ କର ପିତା ଧରିଥିଲେ ପୁତ୍ର ନିର୍ଭୟ ଜୀବନରେ ସେହି ନିର୍ଭୟ ଯିଏ ପିତା ମାତାଙ୍କୁ ଭଗବାନଙ୍କ ରୂପରେ ମାନିଛି। ମେଳା ଦେଖିବାକୁ ଯାଇଛି, ବାପା ଗୋଟେ ହାତ ଧରିଛ, ବାପା ବାପା ଗୁପଚୁପ ଖାଇବି। ବାପା କହିବେ ମୋ ପୁଅକୁ ଦିଟା ଗୁପଚୁପ ଦେବି। ପଇସାର ଭୟ ଅଛି, ମେଳାରେ ହଜିବାର ଭୟ ଅଛି, ବାପା ସେ କଣ୍ଢେଇଟା କିଣିବି। ପଇସାର ଭୟ ଅଛି, ବାପା କହିବେ ମୋ ପୁଅକୁ ସେ କଣ୍ଢେଇଟା ଦେ। ତେଣୁ ବାପା ମାଙ୍କୁ ଈଶ୍ୱର ରୂପେ ଯେ ମାନି ନେଇଛି ତାର କିଛି ଭୟ ନାହିଁ। ସେ ନିର୍ଭୟ। ମୋ ନିଜ ଅନୁଭୂତି, ଆମେ ଯାଇଥିଲୁ କାଳିଆ ସାନ୍ତଙ୍କୁ ଦର୍ଶନ କରିବା। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଇଛୁ। ମୁଁ, ମୋ ଭାଇ, ମୋ ବାପା, ମୋ ମା, ଆମେ ସମସ୍ତେ ଯାଇଛୁ। ଯାଇ ପହଞ୍ଚିଗଲୁ। ମହାପ୍ରଭୁଙ୍କ ଦରବାରରେ ପ୍ରବଳ ଭିଡ଼। ମତେ ମହାପ୍ରଭୁ ଦେଖା ଯାଉନାହାନ୍ତି। ମୁଁ ନଡ଼ିଆ ଧରିକି ଆସିଛି ମହାପ୍ରଭୁଙ୍କୁ ଦେବି। ଯଦି ଦେଖା ଦେବେ ତାହେଲେ ଦେବି, ନହେଲେ ଦେବିନି, ଫେରେଇ ଆସିବି। ମତେ ଦେଖା ଯାଉନି। ସବୁ ବଡ ବଡ ଲୋକମାନେ ସେଠି ଠିଆ ହେଇଛନ୍ତି, ମୁଁ ଛୋଟ ଛୁଆଟା, ମତେ ଦେଖା। ବାପା କଣ କଲେ ନା ମତେ ଟେକି ନେଇ ନିଜ କାନ୍ଧରେ ବସେଇଦେଲେ। ତାଙ୍କୁ ନିଜକୁ ଦେଖା ଯାଉନି, କିନ୍ତୁ ମତେ କହିଲେ ତତେ ଦେଖା ଯାଉଛି। ମୁଁ ସେ ଚକ୍ଷୁରେ ମହାପ୍ରଭୁଙ୍କୁ ଦର୍ଶନ କରି ତାକୁ ନଡ଼ିଆ ଅର୍ପଣ କଲି। ଆସିଲା ବେଳକୁ ଯେତେବେଳେ ପଚରା ଗଲା, ବାପା କହିଲେ ମୁଁ ଠାକୁରଙ୍କୁ ଦେଖି, କିନ୍ତୁ ମତେ ସେ କଥାର ଦୁଃଖ ନାହିଁ, କାରଣ ମୋ ପୁଅ ମୋ ଜାଗାରେ ମହାପ୍ରଭୁଙ୍କୁ ଦର୍ଶନ କରିଦେଇଛି। ପ୍ରଭୁ ଧନ୍ୟ କଲୁ ମୋତେ ନିଜର କରି, ପ୍ରଭୁ ଧନ୍ୟ କଲୁ ମୋତେ ନିଜର କରି। ତୋର ପୁଣ୍ୟ ମନ୍ଦିରେ ମୁଁ ପାପୀ ପୂଜାରୀ, ତୋର ପୁଣ୍ୟ ମନ୍ଦିରେ ମୁଁ ପାପୀ ପୂଜାରୀ। ପ୍ରଭୁ ଧନ୍ୟ କଲୁ ମୋତେ ନିଜର କରି, ପ୍ରଭୁ ଧନ୍ୟ କଲୁ ମୋତେ ନିଜର କରି। ତେଣୁ ଯିଏ ବାପା ମାଙ୍କୁ ଈଶ୍ୱର ରୂପରେ ମାନି ନେଇଛି ତାର କୌଣସି କଥାର ଭୟ ନାହିଁ। କିନ୍ତୁ ଆଜିକାଲି ପୁଅ ଝିଅ ମାନେ କଣ କରୁଛନ୍ତି ନା ବାପା ମାଙ୍କୁ ସମ୍ମାନ ଦେଉନାହାନ୍ତି। ଗୋଟେ ସୁନ୍ଦର କଥାଟି କହୁଛି ଶୁଣନ୍ତୁ। ଆଜିକାଲିର କଥା, ପୁଅ ରହୁଛି ବିଦେଶରେ, ବାପା ରହୁଛନ୍ତି ଗାଁ। କିଛି ଦିନ ପୂର୍ବରୁ ମାଟା ମରିଗଲା, ବୁଢୀ ମାଟା ମରିଗଲା, ଚାଲି ଯାଇଛି। ପୁଅ ରହୁଛି ବିଦେଶରେ, ବାପା ଗାଁରେ ରହୁଛନ୍ତି, ବୁଢା ହେଇଗଲେଣି। କେତେବେଳେ ଟିକେ ଯଦି ଟେଲିଫୋନ ମାଧ୍ୟମରେ କଥା ହେବାକୁ ମିଳୁଛି ତାହେଲେ କଥା ହଉଛନ୍ତି, ବାସ୍ ଆଉ ଅଧିକ। ଦିନେ ବାପା କହିଲେ ପୁଅରେ ମୁଁ ବୁଢା ହେଇଗଲି, ମୁଁ ଆଉ ନିଜ କାମ ନିଜେ କରିପାରୁନି, ତୁ ଗୋଟେ କାମ କର, ମତେ ତୋ ପାଖକୁ ନେଇଯା। ପୁଅ କହିଲା ହଉ ହଉ, ମୁଁ ଜାଗାକୁ ବୁଝିବି ଆଉ। ପୁଅ ଫ୍ଲାଇଟରେ ଉଡି ଆସି ପହଞ୍ଚିଲା ବାପାଙ୍କ ପାଖରେ। କହିଲା ବାପା ଚାଲ। ବାପାକୁ ନେଇକି ଗଲା, ଯାଇ ପହଞ୍ଚିଲା ଗୋଟେ ବୃଦ୍ଧାଶ୍ରମ। ସେ ବୃଦ୍ଧାଶ୍ରମର ଯିଏ ମାଲିକ, ଯିଏ ଓନର, ତାଙ୍କୁ କହିଲେ
ତୁମେ ଯେତେ ପଇସା ନବା କଥା ନିଅ, କିନ୍ତୁ ମୋ ବାପାଙ୍କର ଟିକେ ଯତ୍ନ ନବ। ସେ ବୁଢା ହେଲାଣି, ନିଜ କାମ ନିଜେ କରିପାରୁନାହାନ୍ତି। ତୁମେ ମୋ ବାପାଙ୍କର ଟିକେ ଯତ୍ନ ନବ। ବୁଢା କହିଦେଇ ଚାଲିଗଲା। ପୁଅ କହିଦେଇ ଚାଲିଗଲା। ବୁଢାକୁ ବୃଦ୍ଧାଶ୍ରମରେ ଛାଡିଦେଲା। ବହୁତ ଦିନ ବିତିଗଲା। ଦିନେ ସେଇ ବୃଦ୍ଧାଶ୍ରମର ଯିଏ ମାଲିକ, ଯିଏ ଓନର, ସିଏ ଡାକିଲେ ସେ ବୁଢା ବାପାର ପୁଅ ଫୋନ କରି ଡାକିଲେ କି ତୁମ ବାପାଙ୍କର ଦେହ ଭାରି ସିରିୟସ, ତୁମେ ଜଲ୍ଦି ଆସ। ଡାକ୍ତର କହୁଛନ୍ତି ଆଉ 3-4 ଦିନ ବଞ୍ଚିବେ। ପୁଅ ଫ୍ଲାଇଟରେ ଉଡିକି ଜଲ୍ଦି ଆସିଲା। ବାପା ବାପା କୁଆଡେ ଗଲେ ମୋର ବାପା? କହିଲା ବାପା କେମିତି ଅଛ? ମୁଁ କଣ ଶୁଣିଲି ତୁମର ଦେହ ଖରାପ, ଭାରି ସିରିୟସ। ଆଚ୍ଛା କଣ ଖାଇବ? ବାପା ହସି ହସି କହିଲେ, ପୁଅରେ ଯେତେବେଳେ ଖାଇବାର ବେଳ ଥିଲା, ବୟସ ଥିଲା, ସାମର୍ଥ୍ୟ ଥିଲା, ଶକ୍ତି ଥିଲା, ସେତେବେଳେ ତ ଖାଇବାକୁ ଦେଲୁନି। ଏବେ ପଚାରୁଛୁ କଣ ଖାଇବ? ଆଚ୍ଛା ବାପା ତୁମର ଶେଷ ଇଚ୍ଛା କଣ? ନା ମୋର ଶେଷ ଇଚ୍ଛା ହଉଛି ତୁ ଗୋଟେ କାମ କର, ଏ ବୃଦ୍ଧାଶ୍ରମରେ 5-6ଟା ଏସି ଲଗେଇବ। ବାପା ତୁମେ କହିଲେ ଏସି ଲଗାହବ? ଆରେ ତୁମର ତ ଏସିରେ ଶୋଇବାର ଅଭ୍ୟାସ ନାହିଁ, ତୁମେ ତ ଏସିରେ ଶୋଇପାରିବ ନା। ସେଇଥିପାଇଁ ମୁଁ ତୁମକୁ ବୃଦ୍ଧାଶ୍ରମ ଛାଡ଼ିଦେଲି। ତୁମେ କହୁଛ ଏସି ଲଗାହବ। ଆଚ୍ଛା ଯଦି ଏସି ଲଗାହବ, ଡାକ୍ତର କହୁଛନ୍ତି ତୁମେ 3-4 ଦିନ ବଞ୍ଚିବ। ଏସି ଲଗେଇବାକୁ ତ 5 ଦିନ ପରେ ତୁମେ ଆଉ ଥିବ ଯେ ଏସି ଲଗାହବ? ନା ପୁଅରେ ମୁଁ ଏସି ମୋ ପାଇଁ ଲଗାଉଛି। ମୁଁ ତ ଗାଁରେ ରହିବା ଲୋକଟି ନା, ଏସି କଣ ମୁଁ ଜାଣିନି, ମୁଁ କେବେ ଏସିରେ ଶୋଇନି। କିନ୍ତୁ ତୁ ତ ଏସିରେ ଶୋଉଛୁ, ବିଦେଶୀ, ତୁ ତ ଏସିରେ ଶୋଉଛୁ ନା, ବିଦେଶରେ ରହୁଛୁ। ତେଣୁ ଏ ଏସିଟା ମୁଁ ତୋ ପାଇଁ ଲଗାଉଛି। କାରଣ କାଲି ସକାଳୁ ତୋ ପୁଅ ଜନ୍ମ ହବ, ସିଏ ତେଳେ ତୁ ଯେତେବେଳେ ବୁଢା ହେଇଯାଇଥିବୁ, ସିଏ ଯେତେବେଳେ ତତେ ଏଇ ବୃଦ୍ଧାଶ୍ରମ ଛାଡିଦବ, ସେତେବେଳେ ତୁ କଣ ବିନା ଏସିରେ ଚଳିପାରିବୁ? ତେଣୁ ମୁଁ ଏସିଟା ତୋ ପାଇଁ ଲଗାଉଛି। ହେ ମୋର ବାପା ମାନେ, ମା ମାନେ, ଆମେ ମାନେ ବାପା ବୋଉଙ୍କୁ ସମ୍ମାନ ଦଉନେ। ଆମେ ମାନେ ଖାଲି ବାପା ବୋଉ ଡାକି ଦଉଛେ, କିନ୍ତୁ ବାପା ବୋଉଙ୍କୁ ସମ୍ମାନ ଦଉନେ। ଗୋଟେ ଛୋଟିଆ କାହାଣୀ। 3 ପୁଅ 3 ବୋଉ ବୁଢା ଘରକୁ ଆଣିଲେ। ବୁଢୀ ମନ ଭାରି ଖୁସି, 3 ପୁଅକୁ 3 ବୋଉ କଣ କମ କଥା? କିଛି ଦିନ ବୁଢା ବୁଢୀ ଆନନ୍ଦରେ ଦିନେ ବୁଢୀଟି ଛଟକେ ଚାଲିଲା। ବୁଢା ମନେ ମନେ ଭାବିଲା, ଆରେ ବୁଢୀ ତ ଚାଲିଗଲାଣି, ଆଉ ଏ ଧନ ସମ୍ପତ୍ତି ରଖି କଣ ମୁଁ କରିବି? ସବୁକୁ 3 ଭାଗରେ ବାଣ୍ଟି ଦେଲା। ଯୋଉ ଦିନଠାରୁ ସେ ବାଣ୍ଟି ଦେଲା, ସେଦିନ ଠାରୁ ବଡ ବୋଉ କହିଲା, ବାପା ତୁମେ ତ ଜାଣିଛ ବୋଉ ଯିବା ଦିନ ଠାରୁ ଘରଠୁ ନେଇ ଗୁହାଳ ପର୍ଯ୍ୟନ୍ତ ମୁଁ ସବୁ କାମ କରୁଛି। ଆଉ ତୁମେ ଯେତେବେଳେ ରାତିରେ ଖଁ ଖଁ ହେଇ କାଶୁଛ, ମୁଁ ଶୋଇପାରୁନି। ତୁମେ ଗୋଟେ କାମ କର, ତୁମେ ଆଉ ଏ ରୁମରେ ନ ଶୋଇ ମୁଁ ତ ଦାଣ୍ଡ ପିଣ୍ଡାରେ ତୁମ ପାଇଁ ଖଟଟି ପକେଇ ଦଉଛି, ତୁମେ ସେଠି ମଶୁରୀ ଟାଙ୍ଗି ଶୁଅ। ବୁଢାର ଟ୍ରାନ୍ସଫର ହେଇଗଲା ଘରୁ ଦାଣ୍ଡ ପିଣ୍ଡା।
ମଜିଆ ବଗଲା ବାପା ଆଉ ଭଲ ମନ୍ଦ କିଟା କେତେ ଖାଇବ ଏ ବୁଢା ହେଲଣି ବା ଆଉ କଣ ତୁମର ସେ ଭଲ ମନ୍ଦ ଖାଇଆ ବେଳ ଅଛି ଆଉ ସମୟ ନାହିଁ ବୟସ ନାହିଁ ତୁମର ସବୁବେଳେ ପେଟ ଖରାପ ହଉଛି ତୁମେ ଗୋଟେ କାମ କର ଏଥର ଚୁଡା ଗଣ୍ଡା ଗଣ୍ଡା ଖାଇବୁ ବୁଢାର ନୀତି ଦିନ ଚୁଡା ଗୁଣ୍ଡାରେ ଆରେ ଏଟା ଫ୍ୟାନ ମାନ କେ ଦିଅ ରେ ସାନ ବଗଲା ବାପା ଫ୍ୟାନ ଦିଲା ବେଳକୁ ଆପଣଙ୍କର ଆସ୍ତମା ବଢି ଯାଉଛି ରାତିରେ ଆପଣ ବେଲି ହଉଛନ୍ତି ଗୋଟେ କାମ କରନ୍ତୁ ଏ ହାତ ପକାଟା ରଖନ୍ତୁ ଗରମରେ ଟିକେ ବୁଲେଇଲେ ଦାଣ୍ଡ ପିଣ୍ଡାରେ ଖଟ ଉପରେ ମସୁରୀ ଟାଙ୍ଗି ପୁରା ଚୁଡା ଗଣ୍ଡା ଗଣ୍ଡା ଖାଇ ଦିନ କାଟ ଦିନେ ତ ସାଙ୍ଗ ଆସିଲା ଦେଖିଲା କହିଲା ରେ ସାଙ୍ଗ ଇଏ କଣ ଇଏ କି ଅବସ୍ଥା ନା କଣ କରିବି ରେ ଭାଇ ଯୋଉଦିନ ଠାରୁ ବୁଢୀ ଚାଲିଗଲା ଭାବିଲି ତିନି ପୁଅଙ୍କର ନାମରେ ସବୁ ଜମି ବାଡି କରିଦେବି ଯୋଉ ଦିନଠାରୁ ଜମି ବାଡି କରିଦେଇଛି ସେଇ ଦିନଠାରୁ ମୋର ଏଇ ଅବସ୍ଥା ଆଉ କାଲି ଠାରୁ ତ ଜୀବନ ବଦଳି ଘରକୁ ପଳେଇଲା ଗୋଟିଏ ଟାଟା ଆସି ତାପରେ ଗୋଟେ ବଡ ସିନ୍ଦୁକ ନଦା ହେଇଛି ସକାଳୁ ଆସି ପହଞ୍ଚିଗଲା 4 ଜଣ ଲୋକ ଦାନ୍ତ କାମୁଟି ସିନ୍ଦୁକ ନେଇ ଘର ଥୋଇଦେଲେ ଆରମ୍ଭ କରିଦେଲା ଗାଳି ଆଉ ତୁ ସବୁ ବଡ ବାଜ୍ୟ ଲୋକ ତୋର ଦାୟିତ୍ୱ ବି କିଛି ନାହିଁ ଆରେ ତୁ କୋଉ ଟଙ୍କା ଚୋକଳେ ବେଳେ ଭାଉଜ ତୀର୍ଥ କରି ଯାଇଥିଲୁ ତୁମ ଘରେ କାଳେ ଚୋରି ପଶିବେ ସେଥିପାଇଁ ଆମ ଘରେ ସିନ୍ଦୁକଟା ରଖି ଯାଇଥିଲୁ ଆରେ ବାପା ତା ଭିତରେ ତୋର କଣ ଅଛି ନ ଅଛି ତୁ ଏଠି ସବୁ ସିନ୍ଦୁକ ରଖିଦେଇଛୁ ମୋ ପିଲା ଛୁଆ ବି ଆଜି ବଡ ହେଲେଣି କଣ ନାଇଁ କଣ କରିଦେବେ ଆରେ ବାପା ତୁ ତ କହିକି 4 ଜଣ ଲୋକ ଦାନ୍ତ କାମୁଟି ସେ ସିନ୍ଦୁକ ନେଇ ଘର ଭିତରେ ଥୋଇଦେଲେ ତିନି ବୋଝ କରି ଯାଇଛନ୍ତି ବୁଢାର ଆହୁରି ତ ଧନ ଥିଲା ସାଙ୍ଗେ ସାଙ୍ଗେ ବଡ ବୋଉ ଘରକୁ ଖାଲି କରି ଏସି ଫ୍ୟାନ ଲଗେଇ ପଦାରେ କଣ ଶୋଇଛ ମ ଏଟା ତୁମ ଘର ଖରା ଦିନ ଗରମ ହଉଛି ଆସ ଘରକୁ ମଜିଆ ବୋଉ ସାଙ୍ଗେ ସାଙ୍ଗେ ପୁରୀ ଫାଳ ବୁଟ ଆଳୁ ତରକାରୀ ଟିକେ କରିଦେଲା ବାପା ନିଅ ଖାଅ ସାନ ବୋଉ ମନେ ମନେ ବିଚାର କଲା ଆରେ ଇଏ ପୁରୀ ଖାଇବାକୁ ଦେଲା ଏଇ ଘରେ ଶୋଇବାକୁ ଦେଲା କାଳେ ମୋ ଭାଗଟା ପଡିଯିବ କି ସେଥିପାଇଁ କଣ କଲା ନିଜ ଯାଇ ମୋଡା ଘଷା କଲା ପିଞ୍ଚଣା ବୁଲେଇଲା ବୁଢାର ନୀତି ଦିନ ଆନନ୍ଦରେ କଟିଲା କିଛି ଦିନ ପରେ ବୁଢାଟେ ତିନି ବୋହୁ ଯାକ କହିଲେ ଗୋଟିଏ ସିଙ୍ଗଲ ପଇସା ଆମେ ବୁଢାଙ୍କ ସୁଧିକୁ ଦବା ତାଙ୍କ ପାଖରେ କୋ ଧନ ନାହିଁ ସବୁ ସେ ସିନ୍ଦୁକରେ ପଶିଛି କାଢ ଯାହା ଖର୍ଚ୍ଚ ହେଇଯିବ ଭରପୁର ଭୋଜି ଦବା ଏ 5 ଖଣ୍ଡ ମଉଜ କହିବା ଜାଣିବା କଣ ନକଲି ମାନେ ଭଲ କହୁଛନ୍ତି ଆମ ସ୍ତ୍ରୀ ମାନେ ଆଉ ଶେଷରେ ଯାହା ବଳିବ ତାକୁ 3 ଭାଗରେ ବାଣ୍ଟି ନବା ଦୁଲ କା ଦାଲଟା ବାଡେଇ ଦେଇ ସିନ୍ଦୁକଟା ଖୋଲିଦେଲା ବେଳକୁ ସିନ୍ଦୁକ ଭିତରେ ଏଡେ ଏଡେ ବଡ ଠେଲା ପୁଅ ବୋଉ ମାନେ ମୁଣ୍ଡରେ ହାତ ଦେଇଦେଲେ କହିଲେ ଏତେ ଦିନ ଆମେ ବୁଢାର ଶୁଖିଲାଟାରେ ପଡା କଥା କଲୁ ଆମ ମନ ବାପା ବୋଉଙ୍କ ପାଖରେ ନାହିଁ ଆମ ମନ କୋଉଠି ତୁ ଦଉଥିବୁ ମୁଁ ନଉଥିବି ତତେ ବାପା ବୋଉ ବୋଲି ଡାକୁଛି ନାଗ ଘର ଝିଅ ବେଲପତ୍ର ତୋଳୁଛି ସୋମବାର ସକାଳ ସକାଳ ଶିବ ମନ୍ଦିର ଯିବ ଶ୍ୱଶୁରଟା ସକାଳୁ ଉଠି ବସିଲା କହିଲା ରେ ନାଗ ଘର ଝିଅ କଣ କରୁଛୁ ନା ବେଲପତ୍ର ତୋଳୁଛି ଆଜି ସୋମବାର ମୁଁ ଶିବ ମନ୍ଦିର ଯିବି ତୁ ଜାଣିଛୁ ମୋର ଦେହଟା ଭଲ ନାହିଁ ଜ୍ୱର ଧରିଛି ଥଣ୍ଡା ଧରିଛି କାଶ ହଉଛି ନାକ ଫିଟୁନି କଫ ରୁନ୍ଧି ଦେଇଛି ଆଉ ତୁ ମୋ ପାଇଁ ଟିକେ ନାଲି ଚା କରିଦେଇ ଯାଇଥିଲେ ହେଇନଥାନ୍ତା ସାଙ୍ଗେ ସାଙ୍ଗେ ବୋଉ ଉତ୍ତର ଦଉଛି ରେ ବୁଢା ମୁଁ କଣ ମନ୍ଦିରରୁ ଫେରିଲା ଭିତରେ ତୁ ମରି ଯାଇଥିବୁ
ଆମେ ବାପା ମାଙ୍କୁ ସମ୍ମାନ ଦଉନେ, ଶାଶୁ ଶ୍ୱଶୁରଙ୍କୁ ସମ୍ମାନ ଦଉନେ, ଯେତେ ତାହେଲେ ଶିବ ମନ୍ଦିର ଗଲେ କଣ ଫାଇଦା ଅଛି? ଯେତେ ରାମ ମନ୍ଦିର ଗଲେ କଣ ଲାଭ ଅଛି? ବାପା କିଏ? ମା କିଏ? ବାପା କିଏ? ଯିଏ ଆମକୁ ଖଣ୍ଡେ ନୂଆ ପୋଷାକ ପିନ୍ଧିବାକୁ ଯାଇ ନିଜେ ଚିରା ପୋଷାକ ପିନ୍ଧନ୍ତି, ସିଏ ହଉଛନ୍ତି ବାପା। ଯିଏ ଆମର ଟିକେ ମୁହଁରେ ହସ ଫୁଟିବା ପାଇଁ, ଆମ ମୁହଁ ଟିକେ ହସ ଫୁଟିବା ପାଇଁ ଯିଏ ରାତି ଦିନ ହାଡ଼ ଭଙ୍ଗା ପରିଶ୍ରମ କରନ୍ତି, ସିଏ ହଉଛନ୍ତି ବାପା। ଯିଏ ଆମକୁ ଏ ସମାଜରେ ପ୍ରତିଷ୍ଠିତ କରିବା ପାଇଁ ନିଜ ପ୍ରତିଷ୍ଠାକୁ ଭୁଲି ଯାଆନ୍ତି, ସିଏ ହଉଛନ୍ତି ବାପା। ପିତା ଧର୍ମ, ପିତା ସ୍ୱର୍ଗ, ପିତା ହିଁ ପରମ ତପ, ପିତରି ପ୍ରୀତିମା ପରମେ ପ୍ରିୟନ୍ତେ ସର୍ବଦେବତା। ଆଉ ମା କିଏ? ମା ସିଏ ଯିଏ 10 ମାସ 10 ଦିନ ଆମକୁ ନିଜ ଗର୍ଭ ଭିତରେ ରଖି ଆମର ନିଜର ଅନ୍ତ ଚିରି ଆମକୁ ସଂସାର ଆଲୋକ ଦେଖେଇଛନ୍ତି, ସିଏ ହଉଛନ୍ତି ମା। ଯିଏ ନିଜେ ନ ଖାଇ ଆମ ମୁହଁରେ ଆହାର ଦିଅନ୍ତି, ସିଏ ହଉଛନ୍ତି ମା। ଯିଏ ଆମର ସବୁ ଅଳି ଅର୍ଦଳିକୁ ହସି ହସି ଶିଖି ଯାଆନ୍ତି, ସିଏ ହଉଛନ୍ତି ମା। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ। ବାପା ମାଙ୍କୁ ଆମେ ସମ୍ମାନ ଦେବା ଦରକାର। ଯଦି ଆମେ ବାପା ମାଙ୍କୁ ସମ୍ମାନ ଦେବା, ତାହେଲେ ଭଗବାନ ଆମ ଉପରେ ଖୁସି ହେବେ। କଣ କରୁଥିଲେ ଭଗବାନ ଶ୍ରୀରାମଚନ୍ଦ୍ର? ଗୋସ୍ୱାମୀ ଦତ୍ତ ତୁଳସୀଦାସ କଣ କହିଲେ ନା, ପ୍ରାତଃ କାଳ ଉଠିକେ ରଘୁନାଥ ମାଗୁଛି ତୁଗୁରୁ ନାବହି ମାତା। ବୋଲ ରାମ ଜୟ ରାମ ଜୟ ଜୟ ତେଣୁ ଆମେ ବାପା ମାଙ୍କୁ ସମ୍ମାନ ଦେବା ଦରକାର। ଆମେ ପ୍ରଭୁଙ୍କୁ ଡାକିବା ଦରକାର, ରାମ ରୂପକ ରସାୟନକୁ ପାନ କରିବା ଦରକାର। ତାହେଲେ ଆମେ ପ୍ରଭୁଙ୍କ ପାଖକୁ ଯାଇପାରିବା। ପାନ କରିଥିଲେ କିଏ? ନା ରାମ ରସାୟନ ତୁମ୍ହାରେ ପ୍ରାଣ ଅତି ଦାତା। ରାମ ଜୟ ରାମ ଜୟ ଜୟ ଦିନେ ଅଯୋଧ୍ୟାର ରାଜ୍ୟ ସିଂହାସନ ଉପରେ ଉପବେଶନ କରିଛନ୍ତି ଭଗବାନ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର। ବାମ ପଟରେ ଅଛନ୍ତି ବାମାଙ୍ଗୀ ମା ସୀତା ଠାକୁରାଣୀ। ଭରତ ମହାରାଜ ପାଦମଞ୍ଚାରଣ କରୁଛନ୍ତି। ଲକ୍ଷ୍ମଣ ଏବଂ ଶତ୍ରୁଘ୍ନ ମହାରାଜ ଆଲୋଟ ଚାମର କରୁଛନ୍ତି। ପାତ୍ର ମନ୍ତ୍ରୀ ସମସ୍ତେ ଉପସ୍ଥିତ ଅଛନ୍ତି। ହେଲେ ସମସ୍ତେ ଦେଖୁଛନ୍ତି ଭଗବାନଙ୍କର ମୁଖମଣ୍ଡଳ ଭାରି ବିଷାଦ, ଭାରି ବିରସ। ଏଇଭଳି ଅପୂର୍ବ ଦିନରେ ଭଗବାନ ଖୁସି ନାହାନ୍ତି। ମା ସୀତା ଠାକୁରାଣୀ ପଚାରିଲେ, ହେ ନାଥ, ଆଜି ଭଳିଆ ଅପୂର୍ବ ଦିନରେ, ଏତେ ଖୁସିର ଦିନରେ ଆପଣଙ୍କର ମୁଖମଣ୍ଡଳ କାହିଁକି ଏତେ ବିରସ ଦେଖାଯାଉଛି? ନା ସୀତେ, ମୋର ଜଣେ ପ୍ରିୟ ଲୋକ ସିଏ ଏଠି ନାହାନ୍ତି, ସେଥିପାଇଁ
ମୋ ମୁଖମଣ୍ଡଳ ବିଷାଦଗ୍ରସ୍ତ। ମା ସୀତା ଠାକୁରାଣୀ ଟିକେ ସନ୍ଦେହ କଲେ, କହିଲେ ପ୍ରଭୁ ମୁଁ ଆପଣଙ୍କ ଅର୍ଦ୍ଧାଙ୍ଗିନୀ, ମୁଁ ଆପଣଙ୍କ ଧର୍ମପତ୍ନୀ, ମୁଁ ଆପଣଙ୍କର ପ୍ରିୟ, ମୋ ଠାରୁ ଆପଣଙ୍କ ଅଧିକ ପ୍ରିୟ କିଏ ହେବେ? ପ୍ରଭୁ କହିଲେ ସୀତେ ତୁମେ ମୋର ପ୍ରିୟ ସତ, କିନ୍ତୁ ତୁମ ଠାରୁ ମୋର ଆଉ ଜଣେ ପ୍ରିୟ ବ୍ୟକ୍ତି ଅଛି। ଭରତ ମହାରାଜ କହିଲେ ପ୍ରଭୁ ମୁଁ କଣ ତୁମ ପ୍ରିୟ ନୁହେଁ ନା କଣ? ହଁ ଭରତ ତୁମେ ମୋର ପ୍ରିୟ, କାରଣ ଯେତେବେଳେ ମୁଁ 14 ବର୍ଷ କାଳ ବନବାସ ଯାଇଥିଲି ସେତେବେଳେ ତୁମେ ରାଜ ସିଂହାସନ ବସି ମୋ ପାଦୁକା ଯୋଡିକୁ ରାଜ ସିଂହାସନ ରଖି ରାଜ୍ୟ ଶାସନ କରିଥିଲ, ସେଥିପାଇଁ ତୁମେ ମୋ ପ୍ରିୟ ସତ, କିନ୍ତୁ ତୁମ ଠାରୁ ମୋର ଆଉ ଜଣେ ପ୍ରିୟ ବ୍ୟକ୍ତି ଅଛନ୍ତି। ଲକ୍ଷ୍ମଣ ଲାଲ ମହାରାଜ କହିଲେ ପ୍ରଭୁ ମୁଁ କଣ ତୁମ ପ୍ରିୟ ନୁହେଁ? ନିଶ୍ଚୟ ଲକ୍ଷ୍ମଣ ତୁମେ ମୋ ପ୍ରିୟ, କାରଣ ତୁମେ 14 ବର୍ଷ କାଳ ନ ଖାଇ ନ ପିଇ ନ ଶୋଇ ମତେ ଜଗି ରହିଥିଲ। ତୁମ ଯୋଗୁ ମେଘନାଦ ମଲା। ତୁମେ ମୋର ପ୍ରିୟ ସତ, କିନ୍ତୁ ତୁମ ଠାରୁ ମୋର ଆଉ ଜଣେ ପ୍ରିୟ ବ୍ୟକ୍ତି ଅଛି। ଶତ୍ରୁଘ୍ନ ମହାରାଜ କହିଲେ ପ୍ରଭୁ ମୁଁ କଣ ତୁମ ପ୍ରିୟ ନୁହେଁ? ପ୍ରଭୁ କହିଲେ ଶତ୍ରୁଘ୍ନ ତୁମ ମୋର ପ୍ରିୟ, କାରଣ ତୁମେ ମୋର ସବୁଠାରୁ ସାନ ଭାଇ, ଗେହ୍ଲା ଭାଇ। ତୁମେ ମୋର ପ୍ରିୟ ସତ, କିନ୍ତୁ ତୁମ ଠାରୁ ବି ମୋର ଆଉ ଜଣେ ଅଧିକ ପ୍ରିୟ ବ୍ୟକ୍ତି। ସମସ୍ତେ କହିଲେ ପ୍ରଭୁ ସେ କିଏ? ପ୍ରଭୁ କହିଲେ ମୁଁ ତାଙ୍କୁ ସ୍ମରଣ କରିଛି, ସେ ଆସୁଛନ୍ତି। ଆସି ପହଞ୍ଚିଲେ କିଏ? ନା ବୀରଭଦ୍ରଙ୍ଗଲି ହନୁମନ୍ତ ମହାରାଜ। महावीर हनुमान गोसाई तुम्हारी आगे भोली। जय 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 बजरंग बली, जय 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 बजरंग बली। महावीर हनुमान गोसाई तुम्हारी आगे भोली। जय 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 बजरंग बली, जय 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 बजरंग बली। साधु संत के हनुमत प्यारे, भक्त हृदय श्री राम तुम्हारे। राम रसायन आस तुम्हारी, सदा रहो प्रभु राम तुम्हारे। तुम्हारी कृपा से हनुमत वीरा, तुम्हारी कृपा से हनुमत वीरा, सब ऋषिपति हरि। जय 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 बजरंग बली, जय 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 बजरंग बली। महावीर हनुमान गोसाई तुम्हारी आगे भोली। जय 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 बजरंग बली, जय 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 बजरंग बली। बोलो सियावर रामचंद्र भगवान की, बोलो वीर बजरंगबली हनुमंत महाराज की।